ଅୟତୁଲ୍ଲା ଖେମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା ହେବାକୁ ଯାଉଛି ଆଉ ଏଥିପାଇଁ ଭାରତ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି ଇରାନ। ତେବେ ଭାରତ ପ୍ରଧାନମନ୍ତ୍ରୀ କ'ଣ ଅୟତୁଲ୍ଲା ଖେମନେଇଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେବେ? ଯଦି ସାମିଲ ହେବେ ଏହା ଆମେରିକା ଏବଂ ଇସ୍ରାଏଲକୁ କି ବାର୍ତ୍ତା ଦେବ? ଆଉ ଯଦି ସାମିଲ ନ ହୁଅନ୍ତି ତେବେ ଇରାନ ସହ ସମ୍ପର୍କ ବି ଫିକା ପଡ଼ିପାରେ। ଏ ସବୁକୁ ନେଇ ଛିଡ଼ା ହୋଇଛି ଏକ ବଡ଼ କୂଟନୈତିକ ଆହ୍ୱାନ। ନମସ୍କାର, ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଇରାନ ଆମେରିକା ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି, ହେଲେ ଏହା ପରେ ଭାରତ ପାଇଁ ଛିଡ଼ା ହୋଇଛି ଏକ ବଡ଼ କୂଟନୈତିକ ଆହ୍ୱାନ। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖେମନେଇଙ୍କ ଶେଷକୃତ୍ୟକୁ ନେଇ ଏହି ଚିନ୍ତାରେ ପଡ଼ିଯାଇଛି ଭାରତ। ଆସନ୍ତା ଜୁଲାଇ 4ରୁ 9 ତାରିଖ ଭିତରେ ଅୟତୁଲ୍ଲା ଖେମନେଇଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଉ ଏହି ଶେଷକୃତ୍ୟରେ ସାମିଲ ହେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଇରାନର ସର୍ବୋଚ୍ଚ ନେତା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ'ଣ ଏଥିରେ ସାମିଲ ହେବେ? ଯଦି ମୋଦି ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖେମନେଇଙ୍କ ଶେଷକୃତ୍ୟରେ ସାମିଲ ହେଉଛନ୍ତି ତେବେ ଏହା ଆମେରିକା ଏବଂ ଇସ୍ରାଏଲକୁ ନାପସନ୍ଦ ହେବ।